ନମସ୍କାର ବନ୍ଧୁ। ଆଜି ଆମେ ବାର୍ଷିକ ରାଶିଫଳ ସମ୍ବନ୍ଧରେ କନ୍ୟା ରାଶି ଉପରେ ଦୁଇ ପଦ ଦୁଃଖ ସୁଖ ହେବା। କନ୍ୟା ରାଶିର ଅଧିପତି ବୁଧ, ଯାହାଙ୍କୁ ବୁଦ୍ଧିର ଗ୍ରହ କୁହାଯାଏ, ବୁଦ୍ଧିର ଦେବତା କୁହାଯାଏ। ଯାହା ଜାତକରେ ବୁଧ ଉଚ୍ଚରେ ମାନେ କନ୍ୟାରେ, ମିଥୁନରେ, ସ୍ୱଗୃହରେ, ମୂଳ ତ୍ରିକୋଣରେ ଥାନ୍ତି ଏବଂ ତାଙ୍କ ପ୍ରତି ଶୁଭ ଗ୍ରହ, ତାଙ୍କର ପ୍ରିୟ ଗ୍ରହ ଶୁକ୍ରଙ୍କ ଦୃଷ୍ଟି ଥାଏ, ତାହେଲେ ସେ ବ୍ୟକ୍ତି ବିଶେଷ ବୁଦ୍ଧିମାନ ହେଇଥାଏ। ଜାତକରେ ବୁଧଙ୍କ ସହିତ ରବିଙ୍କର ମଧୁର ସମ୍ପର୍କ, ଶନି ରାହୁଙ୍କର ଘନିଷ୍ଠ ସମ୍ପର୍କ, କେତୁ ସହିତ ମିଠା ସମ୍ପର୍କ। ଏଣୁ ଏହି ସମସ୍ତ ଗ୍ରହ ବୁଧ ଗ୍ରହକୁ ସହଯୋଗ କରନ୍ତି। କନ୍ୟା ମିଥୁନ ରାଶିର ଲୋକମାନେ ଏହି ଗ୍ରହମାନଙ୍କର ସହଯୋଗ ପାଇ ଉତ୍ତରୋତ୍ତର ଉନ୍ନତି କରିଛନ୍ତି। ଏ 25 ମସିହାରେ ଶନି ଷଷ୍ଠ ବିଦାୟ ନେବେ। ତେଣୁ ସେ ଯଥା ସମ୍ଭବ ଯେତେ ଅଧିକ ସୁଖ ଶାନ୍ତି ଧନ ଦୌଲତ ଦେଇ ମୀନ ରାଶିକୁ ଯିବେ। 29/3/25 ମସିହା ଶନିବାର ରାତି 9:40 ପୂର୍ବ ଭାଦ୍ର ନକ୍ଷତ୍ରକୁ ଯିବେ। ସେ ଦବା ଆରମ୍ଭ କରିଦେଲେଣି। ତେଣୁ ଶନିଙ୍କର ସୁବର୍ଣ୍ଣ ପାଦର ଆଶୀର୍ବାଦ କନ୍ୟା ରାଶି ଉପରେ ଅବଶ୍ୟ ପଡ଼ୁଛି। ଏବେ ପଡ଼ିବ ମାର୍ଚ୍ଚ 29 ଯାଏ। ତାପରେ ରାହୁ ଚଳନ ହବ। ରାହୁ ଆସିବେ ସେଇ କୁମ୍ଭକୁ। ରାହୁଙ୍କ ପାଇଁ କୁମ୍ଭ ହେଉଛି ମୂଳ ତ୍ରିକୋଣ। ତ୍ରିଶକ୍ତିର ଅଧିକାରୀ ରାହୁ ସେଠି ହିଁ ଯିବେ। ତେଣୁ କନ୍ୟା ରାଶିକୁ ସିଏ ବି ଅଭୂତପୂର୍ବ ସହଯୋଗ କରିବେ। ସମସ୍ତ ଉଜୁଡ଼ା କାମ ସଜାଡ଼ି ହେଇଯିବ। ଅନେକ ସ୍ୱପ୍ନ ସାର୍ଥକ ହେବ। ଅନେକ ଚିନ୍ତା ସଫଳ ହେବ। ବହୁ ଦିନର ଆଶା ପୂରଣ ହେବ। ବୃହସ୍ପତି ଏବେ ବୃଷରେ, କନ୍ୟା ଠାରୁ ନବମ। ବୃହସ୍ପତି ନବମ ହେଲେ ପ୍ରବଳ ପ୍ରଚୁର ସମ୍ମାନ ମିଳିଥାଏ। ମହତାମ୍ ଧନଂ ମାନଂ, ଯେ ମହତ ଲୋକ, ଯେ ମହାପୁରୁଷ, ଯେ ଉତ୍ତମ ଚରିତ୍ର, ତାର ଧନ ପା ହେଉଛି ସମ୍ମାନ। ସେଇ ସମ୍ମାନ କେତେ ଲୋକଙ୍କ ଭାଗ୍ୟରେ ମିଳେ। ବୃହସ୍ପତି ହିଁ କନ୍ୟା ରାଶିକୁ ଏବେ ସେ ସମ୍ମାନ ଦଉଛନ୍ତି। କିନ୍ତୁ ବିଜ୍ଞ ପଣ୍ଡିତ ଲେଖିଛନ୍ତି, ସୂତାର୍ଥ ଲାଭ ନପଞ୍ଚକେଷୁ, ସୂତ ଅର୍ଥ ନବ ପଞ୍ଚମ। ଯଦି ବୃହସ୍ପତି ନବମ ହୁଅନ୍ତି ତାହେଲେ ସନ୍ତାନ ଲାଭ ହୁଏ। ଯେଉଁମାନେ ଆଉ ସନ୍ତାନ କାମୀ ନୁହନ୍ତି ସେମାନଙ୍କୁ ସନ୍ତାନ ସମାନ ଅର୍ଥ ମିଳେ। ପ୍ରାୟ କେହି ସନ୍ତାନ ପାଇଲେ ଖୁସି ହୁଅନ୍ତି, କେହି ଅର୍ଥ ପାଇଲେ ଖୁସି ହୁଅନ୍ତି, କେହି ଉଭୟ ପାଇଲେ ଖୁସି ହୁଅନ୍ତି। ନାନା ମୁନିନାଂ ମତେ ଅସ୍ତ ଭିନ୍ନା। କେତୁ
ସେ ଏବେ କନ୍ୟାରେ ଜନ୍ମରେ ସେ ଯିବେ ସିଂହକୁ। ଯେମିତି କୁମ୍ଭ ରାହୁଙ୍କର ମୂଳ ତ୍ରିକୋଣ, ସିଂହ ସେଇଭଳି କନ୍ୟାର ମୂଳ ତ୍ରିକୋଣ। ସିଂହକୁ ଗଲେ ଯଦିଓ ଦ୍ୱାଦଶ ହେବେ ତଥାପି ହାନିକାରକ ନୁହନ୍ତି। ମୂଳ ତ୍ରିକୋଣରେ ଥିଲେ ଗ୍ରହମାନେ ପ୍ରସନ୍ନ ଥାନ୍ତି, ସୁଫଳ ଦେଇଥାନ୍ତି। ଏତଦ୍ ବ୍ୟତୀତ ରବି ଯେବେ ତୃତୀୟ, ଷଷ୍ଠ, ଦଶମ ଓ ଏକାଦଶ ହେବେ ତେବେ ସେ ଘରେ ମାଙ୍ଗଳିକ କାର୍ଯ୍ୟ କରାଇବେ। ଘର ପ୍ରତିଷ୍ଠା, ଜମି କିଣା, ଘର ତିଆରି, ବିବାହ, ବ୍ରତ, କର୍ଣ୍ଣଭେଦ, ନୂତନ କୂପ ଖନନ, ତଡ଼ାଗ ଖନନ, ଉପବନ ପ୍ରତିଷ୍ଠା ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ହେଲେ ଆମ ଜାତକରେ ଯଦି ଭଲ ମହାଦଶା, ଶୁଭ ମହାଦଶା ବା ଅନ୍ତର୍ଦଶା ଚାଲିଛି ଆଉ ଏ ଗ୍ରହମାନଙ୍କର ଶୁଭ କଲ୍ୟାଣ ପଡ଼ିଲା, ତାହେଲେ ଆଉ ଭାବିବାର କ'ଣ ଅଛି? ଯଦି ଶୁଭ ମହାଦଶା ପଡ଼ିନି ତାହେଲେ ମଧ୍ୟମ ଫଳ ମିଳିବ ନା କ'ଣ କହୁଛନ୍ତି? ହେଲେ ସବୁବେଳେ ଆମେ ଚିନ୍ତା କରିବା ଆମ ଜାତକରେ ଯଦି ବୃହସ୍ପତିଙ୍କ କଥା ଆଲୋଚନା କରିବା, ସେ କେଉଁଠି ଅଛନ୍ତି? ଯଦି ସେ କର୍କଟରେ, ସିଂହରେ, ବିଛାରେ, ଧନୁରେ, ମୀନରେ, ମେଷରେ ଥାନ୍ତି ତାହେଲେ ସେ ପ୍ରଚୁର ଶୁଭ ଫଳ ଦେବେ ଶୁଭ ସମୟରେ। ରାହୁ ସେମିତି ମିଥୁନ, କନ୍ୟା ଆଉ କୁମ୍ଭରେ ଥିଲେ ଆଉ ଭଲ ଫଳ ଦେବେ। ଶନି ସେମିତି ତାଙ୍କର କୁମ୍ଭ, ମୀନ, ତୁଳାରେ ଥିଲେ ଭଲ ଫଳ ଦେବେ। ଏସବୁ ହେଲା ସୂକ୍ଷ୍ମ କଥା। ଯଦି ଅଶୁଭ ଗ୍ରହ ହିସାବରେ, ମନ୍ଦ ଗ୍ରହ ହିସାବରେ ଆମେ ଗ୍ରହଣ କରିଛେ ରବି, ଶନି, ରାହୁ, କେତୁଙ୍କୁ, ମଙ୍ଗଳଙ୍କୁ ଇତ୍ୟାଦି, ଯଦି ଏମାନେ ଜାତକରେ ତୃତୀୟରେ, ଷଷ୍ଠରେ, ଏକାଦଶରେ ଥାନ୍ତି ତାହେଲେ ବି ଶୁଭ ଫଳ ଦେବେ। ଇଏ ଗଲା ପୁଙ୍ଖାନୁପୁଙ୍ଖ ଆଲୋଚନା। ହେଲେ ଯାହା ଯାହା ଲେଖା ଅଛି ତାକୁ ଟିକେ ପଢ଼ିଦେଲେ ଭଲ ହେବ। କାହିଁକି ନା କାଳେ କେଉଁଠି କ'ଣ ଛାଡ଼ି ଯାଇଥିବି। ଆସନ୍ତୁ ଶୁଣିବା। କନ୍ୟା ଅଧିପତି ବୁଧ, ବୁଧର ସମ୍ପର୍କ ରବିଙ୍କ ସହ ଭଲ, ରାହୁ ଓ ଶନିଙ୍କ ସହିତ ମଧୁର, କେତୁଙ୍କ ସହିତ ଉତ୍ତମ ଅଟେ। 25 ମସିହାରେ ନବମ ବୃହସ୍ପତି, ଷଷ୍ଠ ରାହୁ, ତୃତୀୟ, ଷଷ୍ଠ, ଦଶମ, ଏକାଦଶ ରବି ଓ ତୃତୀୟ, ଷଷ୍ଠ ଶନି ପୂର୍ଣ୍ଣ ସହଯୋଗ କରିବେ। ପ୍ରଥମାର୍ଦ୍ଧରେ ବୃହସ୍ପତି, ଶନି, ଦ୍ୱିତୀୟାର୍ଦ୍ଧରେ ରାହୁ ଓ ବର୍ଷ ସାରା ରବି ସାହାଯ୍ୟ ସହଯୋଗ କରିବାକୁ ହାତ ଟେକି ବସିଛନ୍ତି। ରବି, ନୋଟ୍ କରନ୍ତୁ, ରବି ଫେବୃଆରୀ 12ରୁ ମାର୍ଚ୍ଚ 14 ଯାଏ ଷଷ୍ଠ ହେବେ। ଏ ସମୟ ଅତି ମଧୁର, କିଛି ନା କିଛି ମାଙ୍ଗଳିକ କାର୍ଯ୍ୟ ହେବ, ଧନାଗମ ହେବ, ସମ୍ମାନ ଓ ସୁଖ ଲାଭ ହେବ। ଜାନୁଆରୀ 15ରୁ ଭୁଲ କହିଲି, ଜୁନ 15ରୁ ଜୁଲାଇ 14 ଯାଏ ରବି ଦଶମ ହେବେ। ଏହି ମାସରେ କର୍ମ କ୍ଷେତ୍ରରେ ସମ୍ମାନ ଓ ଅର୍ଥ ଲାଭ ହେବ, ପ୍ରମୋଶନ ହେବ। କୃଷକ, ବ୍ୟବସାୟୀ ଓ କର୍ମଚାରୀ ସମସ୍ତଙ୍କ ପାଇଁ ସମସ୍ତଙ୍କର ଆୟ ଦ୍ୱିଗୁଣା ହୋଇଯିବ। କେଉଁଠୁ କିପରି ଆୟ ହେବ ତାହା ସମୟ କହିବ। ଜୁଲାଇ 15ରୁ ଅଗଷ୍ଟ 15 ଯାଏ ରବି ଏକାଦଶ ହେବେ। ଏ ସମୟରେ ସମସ୍ତ ବର୍ଗୀୟ ବ୍ୟକ୍ତି
ନିଜ ନିଜ ବୃତ୍ତିରୁ ପ୍ରଚୁର ଲାଭ ପାଇବେ। ନଭେମ୍ବର 15ରୁ ଡିସେମ୍ବର 15 ଯାଏ ତୃତୀୟ ରବି ଶୁଦ୍ଧ ହେବେ। ରବି ଶୁଦ୍ଧ କାଳ ବିବାହ ଯୋଗ୍ୟ ସମୟ। ନିଜ ଭାଇ ଭଉଣୀ ବା ପୁଅ ଝିଅ ବା ଝିଆରୀ ପୁତୁରା ବା ଭଣଜା ଭାଣିଜୀ ଆମ ଘରର ସମସ୍ତ ସଦସ୍ୟ ମଧ୍ୟରେ ଯେଉଁମାନେ ବିବାହ ଯୋଗ୍ୟ ବା ଯୋଗ୍ୟା ସେମାନଙ୍କ ପାଇଁ ଶୁଭ ସମୟ ଅଟେ। ଯଦି ଜାତକରେ ରବି ତୃତୀୟ ଷଷ୍ଠ ଦଶମ ଏକାଦଶରେ ଅଛନ୍ତି ତଥା ମେଷ କର୍କଟ ସିଂହ ବିଛା ଧନୁ ଓ ମୀନରେ ଅଛନ୍ତି ତେବେ ଏ ସମୟ ଉଚ୍ଚକୋଟୀର କାର୍ଯ୍ୟ କରିବା ପାଇଁ ପ୍ରଶସ୍ତ ଅଟେ। କନ୍ୟା ଜାତକରେ ରବିଙ୍କର ତିଥିରୁ ତା ବର ବିଷୟରେ ଗଣନା କରାଯାଇଥାଏ। ବର ଜାତକରେ ବୃହସ୍ପତିଙ୍କ ତିଥିକୁ ନେଇ ତା କନ୍ୟା କଥା କୁହାଯାଏ। ଗୁରୁ ଏବେ ବୃଷରେ ରୋହିଣୀ ନକ୍ଷତ୍ରରେ କନ୍ୟା ରାଶି ପାଇଁ ନବମ ଉଚ୍ଚ କୋଟିର ସମ୍ମାନ ଦେଇଥାନ୍ତି। ଗୁରୁ ନବମ ହେଲେ ଯାହାକି ମନୁଷ୍ୟର ସର୍ବଶ୍ରେଷ୍ଠ ଧନ। ସୁତାର୍ଥ ଲାଭ ନବଞ୍ଚକେଷୁ ବୃହସ୍ପତି ଗୋଚରରେ ନବମସ୍ଥ ହେଲେ ସୁତ ଲାଭ ହୋଇଥାଏ। ରୋହିଣୀରେ ଥିବା ପର୍ଯ୍ୟନ୍ତ ବୃହସ୍ପତି ପ୍ରବଳ ଧନ ବି ଦେବେ। ବୃହସ୍ପତି ମେ ଶେଷ ସପ୍ତାହରେ ମିଥୁନକୁ ଆସିଲେ କନ୍ୟା ପାଇଁ ଦଶମ ହେବେ। ଦଶମ ଗୁରୁ ବୃଥା ବ୍ୟୟ କରିଥାନ୍ତି। ଶନି ଏବେ କୁମ୍ଭରେ କନ୍ୟା ଠାରୁ ଷଷ୍ଠରେ। ଶନି ଏବେ ମାର୍ଗୀ ଏଣୁ 29/3/25 ଯାଏ ଶନି ତାଙ୍କ ସ୍ୱର୍ଣ୍ଣ ପାଦରେ କନ୍ୟା ରାଶିକୁ କଲ୍ୟାଣ କରି ପ୍ରଚୁର ଧନ ଯଶ ବନ୍ଧୁ ଆଦି ସୁଖ ଦେଇ ମୀନ ରାଶିକୁ ଯିବେ। ଶନି ମୀନକୁ ଗଲେ ସପ୍ତମ ହେବେ। ଶନି ସପ୍ତାହ ଆରମ୍ଭ ହେବ। ମାତ୍ର ସପ୍ତମ ଶନି 25 ମସିହାରେ ଦୁଃଖ ଦେବନି। ଅନ୍ୟ ସମସ୍ତ ସୁଖ ଦେବା ବନ୍ଦ କରିଦେବେନି। ମାତ୍ର ନାନାବିଧ ରୋଗ ଦେଇ କିଛି କାଳ ପାଇଁ ସୁଖ ହରଣ କରିବେ। ରାହୁ ଏବେ ମୀନରେ କନ୍ୟା ଠାରୁ ସପ୍ତମରେ। ଏଥିପାଇଁ କନ୍ୟା ରାଶିର ଲୋକେ ପୀଡ଼ା ଯନ୍ତ୍ରଣା ଭୋଗୁଛନ୍ତି। ରାହୁ ଓ କେତୁ ଗୋଟିଏ ରାଶିରେ ହାରାହାରି 18 ମାସ ରହିଥାନ୍ତି। ସେ 28/11/23ରେ ମୀନକୁ ଆସିଥିଲେ। ବୋଧହୁଏ ରାହୁ ଓ କେତୁ 28/5/25ରେ ଯଥା ସ୍ଥାନକୁ ଆସିବେ। ରାହୁ ଓ କେତୁଙ୍କର ଏହି ଗତିକୁ ବକ୍ରଗତି କୁହାଯାଏ। ରାହୁ ଆସିବେ କୁମ୍ଭକୁ ଓ କେତୁ ଆସିବେ ସିଂହକୁ। ରାହୁ କୁମ୍ଭକୁ ଆସିବେ କନ୍ୟା ପାଇଁ କୁମ୍ଭ ଷଷ୍ଠ, କନ୍ୟା ପାଇଁ କେତୁ ଦ୍ୱାଦଶ। କୁମ୍ଭ ରାଶି ରାହୁଙ୍କର ମୂଳ ତ୍ରିକୋଣ। ସିଂହ ବି କେତୁଙ୍କ ପାଇଁ ମୂଳ ତ୍ରିକୋଣ। ରାହୁ 18 ମାସ କନ୍ୟା ରାଶିକୁ ଧନ ଜନ ଯଶ ବନ୍ଧୁ ସମ୍ବନ୍ଧୀୟ ଯାବତୀୟ ସୁଖ ଦେବେ ଏବଂ ଏହା ପାଇ କନ୍ୟା ରାଶିର ଲୋକେ ଅତୀତର ସମସ୍ତ ଦୁଃଖ ଭୁଲିଯିବେ। ଷଷ୍ଠ ରାହୁ ସୁଖ ବୃଷ୍ଟି କରିଥାନ୍ତି। ମାତ୍ର ଦ୍ୱାଦଶ କେତୁ ରୋଗ ଯନ୍ତ୍ରଣାକୁ ଡାକି ଆଣିଥାନ୍ତି। ଯେଣୁ କେତୁ ସିଂହସ୍ଥ ହେବେ ତେଣୁ ସେ ବିଶେଷ ଦୁଃଖ ଦେବେନି। 25 ମସିହାରେ କନ୍ୟା ରାଶି 70% ସୁଖ ଓ 30% ଦୁଃଖ ଭୋଗ କରିବେ। ପ୍ରଥମାର୍ଦ୍ଧରେ ଗୁରୁ ଓ ଶନି, ଦ୍ୱିତୀୟାର୍ଦ୍ଧରେ ରାହୁ, ବର୍ଷସାରା ରବି ଆନନ୍ଦ ଦେବେ, ସୁଖ ଦେବେ। ମଙ୍ଗଳ, ଶୁକ୍ର, ବୁଧ ଓ ଚନ୍ଦ୍ର କଲ୍ୟାଣ କରିବେ। ଜାତକରେ ଯଦି ଶୁଭ ଗ୍ରହଙ୍କର ଦଶା ପଡ଼ିଥାଏ ତେବେ ତାହା ନିଶ୍ଚିତ ଭାବରେ ଅଧିକରୁ ଅଧିକ ଶୁଭ ଦେବ। ବନ୍ଧୁ ସବୁ କଥା କହିଲି, କିଛି ପଢ଼ିଲି, କିଛି ଶୁଣେଇଲି। ଆମେ ଦୁଃଖ ସୁଖ ହେଲେ ଆପଣମାନେ ସମସ୍ତେ ତରବର ହେବେନି। ସ୍ଥିର ମନରେ ସ୍ଥିର ଚିତ୍ତରେ ଅବସର ସମୟରେ ଶୁଣିବେ। ଯଦି ଉଚିତ ମନେ କରିବେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ମତାମତ ଦେବେ। ଯଦି କିଛି ସନ୍ଦେହ ଥାଏ ବୁଝିବା ପାଇଁ, ଏମିତି ପ୍ରଶ୍ନରେ ବୁଝି ହେବ ତାହେଲେ ପଚାରିଲେ ମୁଁ ଆପଣଙ୍କୁ ଅନ୍ତତଃ 1 ମିନିଟ୍ ସମୟ ଦେବି। 1 ମିନିଟ୍ ତ ଦୁନିଆ କଥା କହିହେବ ନା,
କିନ୍ତୁ ଯଦି ଗଭୀର ଗହନ କଥା ହେଇଥାଏ ତାହେଲେ ଜାତକ ବିଷୟରେ ମୋତେ ଜଣେଇବେ, ଜାତକଟି ପଠେଇବେ, ମୋତେ ଗଣନା କରି ଆପଣ ଜଣେଇବି। ଆଉ ମୁଁ କୁଳମଣି ପଣ୍ଡା, ଆପଣଙ୍କର ହିତାକାଂକ୍ଷୀ। ମୋର ଫୋନ୍ ନମ୍ବର 8093355583। ଆଜି ପାଇଁ ଏତିକି, ରହିଲି, ନମସ୍କାର।